ସମସ୍ତଙ୍କୁ ନମସ୍କାର। ମୁଁ ଭବେଶ ଚନ୍ଦ୍ର ଦେହୁରୀ, ଶିକ୍ଷକ ଓ ପ୍ରଶିକ୍ଷକ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ମୟୂରଭଞ୍ଜ ବାରିପଦା। ପିଲାମାନେ, ଆଜି ଆମେ ସପ୍ତମ ଶ୍ରେଣୀ ସାହିତ୍ୟ ବହିର ପାଠ 2ରେ ଥିବା ପ୍ରସଙ୍ଗ ମାଡ଼ହାଣ୍ଡି କଥା ଭାଗ 8 ପଢିବା। ପିଲାମାନେ, ଚିତ୍ରଟି ଦେଖିଲ। ଏ ଚିତ୍ର ଦେଖି ଆମେ କଣ ଜାଣିପାରୁଛୁ? କହିଲ ଦେଖି। ହଁ, ଏ ଚିତ୍ର ଦେଖି ଆମେ ଜାଣିପାରୁଛୁ ଯେ ଚକୁଳିଆ ପଣ୍ଡାର ମା ହାଣ୍ଡିଟି ଶିକାରୁ କାଢୁଛି। ଆଉ ହାଣ୍ଡି ମିଳିବା ଦିନଠୁ ଚକୁଳିଆ ପଣ୍ଡାର ମା କିଛି କାମ କରୁନଥାଏ। ଗାଁ ଯାକ ଅଷ୍ଟଦଣ୍ଡ ପାଠ ଭଳିଆ ବୁଲୁଥାଏ। ଘରକୁ ଆସି ଶିକାରୁ ହାଣ୍ଡି କାଢି ଭୋଜନ କରୁଥାଏ। ସେଦିନ ମଧ୍ୟ ଶିକାରେ ହାଣ୍ଡିଟି ସେମିତି ଥୁଆ ହୋଇଥାଏ। ସେ ତ ମାଇପି ଲୋକଟେ, ଛନ୍ଦମନ୍ଦ କେମିତି ଜାଣିବ ଯେ ସେ ହାଣ୍ଡିରେ କଣ ଅଛି ବୋଲି? ପିଲାମାନେ, ସବୁଦିନ ପରି ସେମିତି ଚକୁଳିଆ ପଣ୍ଡା ହାଣ୍ଡିଟେ ଆଣି ଶିକାରେ ଥୋଇ ଦେଇଥାଏ। ଥୋଇ ସାରିବା ପରେ ସିଏ ଦୁଃଖ ଧନ୍ଦା କରିବାକୁ ପୁଣି ଗାଁକୁ ବାହାରି ପଡିଲା। ତା ମଧ୍ୟରେ ଚକୁଳିଆ ପଣ୍ଡାର ମା ପହଞ୍ଚିଛି। ଚକୁଳିଆ ପଣ୍ଡା ମା ଆସି ଘରେ ଦେଖ ତ ପୁଅ ତ ଘରେ ନଥାଏ ଏବଂ ହାଣ୍ଡିଟି ସେହିପରି ଶିକାରେ ଥୁଆ ହୋଇଛି। ସେହିପରି ପିଲାମାନେ, ଆମେ ପରବର୍ତ୍ତୀ ଚିତ୍ର ଦେଖୁଛେ। এই ଚିତ୍ର ଦେଖି ଆମେ କଣ ଜାଣିପାରୁଛୁ? ହାଣ୍ଡିଟି ଶିକାରୁ ଓହ୍ଲେଇ ଆଣିବା ପରେ ଯେମିତି ହାଣ୍ଡି ମୁହଁରୁ ଢାଙ୍କୁଣୀ ଖୋଲି ଦେଇଛି, ବୁଢୀ ଉପରେ ପ୍ରବଳ ମାଡ଼ ବୃଷ୍ଟି ହେଲା। କୁଆପଥର ଛେଚିଲା ଭଳି ମାଡ଼। ବୁଢୀ ବାଣ ବିକଳରେ ମାଲୋ ମରିଗଲିଲୋ, ଇଲୋ ବାପଲୋ ମରିଗଲିଲୋ କହି ଚିତ୍କାର କରୁଥାଏ। ପିଲାମାନେ, ଶିକାରେ ଥୁଆ ହେଇଥିବା ହାଣ୍ଡିଟି ଯେମିତି ବୁଢୀ ତଳକୁ ଆଣି ହାଣ୍ଡିଟିର ଢାଙ୍କୁଣୀଟି ଖୋଲି ଦେଇଛି, ବୁଢୀ ଉପରେ ମଧ୍ୟ ପ୍ରବଳ ମାଡ଼ ବୃଷ୍ଟି ଆରମ୍ଭ ହୋଇଛି। ପ୍ରବଳ ମାଡ଼, କୁଆପଥର ଛେଚିଲା ଭଳିଆ ମାଡ଼, ବିଧା, ଗଇଁଠା, ଚିମୁଟା, ରାମ୍ପୁଡା, କାମୁଡା, ସମସ୍ତ ମାଡ଼ ବୁଢୀ ଉପରେ ବୃଷ୍ଟି ହେଇଯାଉଥାଏ। ଆଉ ବୁଢୀ ପ୍ରାଣ ବିକଳରେ ମାଲୋ ମରିଗଲିଲୋ, ବାପଲୋ ମରିଗଲିଲୋ କହି ଚିତ୍କାର କରୁଥାଏ। ପିଲାମାନେ, ଏଇ ଚିତ୍ରରେ ଆମେ ମଧ୍ୟ ଦେଖୁଛେ ବୁଢୀ ଶୋଇଛି। ତାପରେ ମଧ୍ୟ କଣ ହେଇଥିଲା? ବୁଢୀ ମାଡ଼ ଖାଇବା ମଧ୍ୟରେ କଣ ହେଲା? ତା ମୁଣ୍ଡକୁ ଗୋଟିଏ ବୁଦ୍ଧି ପଶିଲା ଏବଂ ସେ ହାଣ୍ଡି ଉପରେ ଘୋଡଣୀଟି ପକାଇ ଦେଲା। ତାପରେ ମାଡ଼ ବୃଷ୍ଟି ବନ୍ଦ ହେଇଗଲା। ବୁଢୀ ଟିକେ ନିଶ୍ୱାସ ମାରି ହାଣ୍ଡିଟି ନେଇ ତା ବାଡିଆଡ ଖତ କୁଢ ଗଦାରେ ରଖିଦେଲା। ଘରକୁ ଆସି କବାଟ ଦେଇ ମୁହଁ ମାଡ଼ି କରି ଶୋଇଲା। ତ ଏହିପରି ପିଲାମାନେ, ବୁଢୀ ମାଡ଼ ବିକଳରୁ କେମିତି ବଞ୍ଚିଛି? ମାଡ଼ ଖାଉଥିବା ସମୟରେ ବୁଢୀର ମୁଣ୍ଡକୁ ଗୋଟିଏ ବୁଦ୍ଧି ଜୁଟିଥିଲା। ସେ କଣ କଲା? ହାଣ୍ଡିର ଢାଙ୍କୁଣୀଟି ନେଇ ପୁଣି ହାଣ୍ଡି ଉପରେ ପକାଇଦେଲା। ଫଳରେ ମାଡ଼ ବୃଷ୍ଟି ହେଲା ଏବଂ ମନେ ମନେ ବିଚାରିଲା, ଆଜି ସକାଳୁ ଉଠି କାହା ମୁହଁ ଚାହିଁଥିଲି, ଆଜି ପରା ଦିନରେ ମାଡ଼ି ଖାଇଲି। ବୁଢୀ ଏଇଆ ଭାବି କଣ ଟିକେ ନିଶ୍ୱାସ ମାରି ହାଣ୍ଡିଟି ନେଇ ତା ବାଡିଆଡ ଖତ କୁଢ ଗଦାରେ ନେଇ ରଖିଦେଇ ଆସିଲା। ଆସିବା ପରେ ଘରକୁ କବାଟ ଦେଇ ମୁହଁ ମାଡ଼ି କରି ଶୋଇଲା। ଆମେ ପୂର୍ବ ପାଠ ବିଷୟ ତ ପଢିଲୁ। ଆଜି ଆମେ ଭାଗ 8ରେ କଣ ହେଇଥିଲା ତାହା ଜାଣିବା।
ପୂର୍ବ ପାଠରେ ଆମେ ଜାଣିଥିଲୁ ବୁଢ଼ୀ ନେଇ ହାଣ୍ଡିଟି ତାର ବାଡ଼ିଆଡ଼ ଖତକୁଡ଼ ଗଦାରେ ରଖିଥିଲା। ତାପରେ କଣ ହେଲା ଆମେ ଆଜି ଭାଗ 8 ଥିବା ପାଠରେ ଜାଣିବା। ହାଣ୍ଡିଟି ଉପରେ ପଲମ ଘଡ଼ିଆ ହୋଇଥାଏ। ସେଦିନ ଦୈବ ଯୋଗକୁ ରାତି ଅଧ ହେଲାଣି। ଗାଁ ଯାକ ସମସ୍ତେ ଖାଇ ପିଇ ନିର୍ଜନ ହୋଇ ଶୋଇଲେଣି। ପଞ୍ଝାଏ ଚୋର କେଉଁ ଗାଁରୁ ସିନ୍ଦୁକଟାଏ ଚୋରେଇ ଆଣି ବାଣ୍ଟ କରିବେ ବୋଲି ବୁଢ଼ୀ ବାରି ଦୁଆରେ ଆସି ବସିଲେ। ତାଙ୍କ ଭିତରେ ଭାଗବାଣ୍ଟ ବିଚାର ଲାଗିଛି। ପିଲାମାନେ, ବୁଢ଼ୀ ମାଡ଼ ଖାଇସାରିବା ପରେ ସେ ହାଣ୍ଡିଟିକୁ ନେଇ ତା ବାଡ଼ିଆଡ଼ ଖତକୁଡ଼ ଗଦାରେ ରଖିଥିଲା। ତାପରେ କଣ ହେଲା, ହାଣ୍ଡିଟି ସେପରି ବାଡ଼ିରେ ଥାଏ। ସେଇଦିନ ରାତିରେ କଣ ହେଲା ନା, କିଛି ଚୋର ସେ ଗାଁକୁ ଆସିଥିଲେ ଏବଂ କୋଉଠୁ ଗୋଟେ ସିନ୍ଦୁକଟିଏ ଚୋରାଇ ନେଇ ଆସିଥିଲେ। ଚୋରାଇ ନେଇ ଆସି ଭାଗବାଣ୍ଟ କରିବେ ବୋଲି ବୁଢ଼ୀ ବାରି ଦୁଆରେ ବସିଲେ। ନିର୍ଜନ ରାତି, ସମସ୍ତେ ଖାଇ ପିଇ ଶୋଇ ସାରିଥିଲେ ଏବଂ ଚୋରମାନଙ୍କ ଭିତରେ ଭାଗବଣ୍ଟା ଚାଲିଛି। ପିଲାମାନେ, ଏଠାରେ ଗୋଟେ କଷ୍ଟ ଶବ୍ଦ ଅଛି, ତା ବିଷୟରେ ଜାଣିବା। ପିଲାମାନେ, ଆମେ କେତୋଟି ନୂତନ ଶବ୍ଦର ଅର୍ଥ ଏବଂ ତାର ବ୍ୟବହାର ବିଷୟରେ ଜାଣିବା। ପ୍ରଥମ ଶବ୍ଦଟି ହେଲା ପଞ୍ଝାଏ। ପଞ୍ଝାଏର ଅର୍ଥ ଏକାଠି ହୋଇଥିବା ଦଳ। ପଞ୍ଝାଏ ଶବ୍ଦକୁ ଯଦି ଆମେ ଗୋଟେ ବାକ୍ୟରେ ବ୍ୟବହାର କରିବା, ବାକ୍ୟଟି ଏହିପରି ଭାବେ ହେଇପାରେ। ପଡ଼ିଆରେ ପଞ୍ଝାଏ ଛାତ୍ର ଏକାଠି ହୋଇ ଖେଳୁଥିଲେ। ଅର୍ଥାତ୍ ପଡ଼ିଆରେ କିଛି ଦଳ ବା କିଛି ଛାତ୍ର ଏକାଠି ହୋଇ ଖେଳୁଥିଲେ। ସେହିପରି ଭାବେ ଅନ୍ୟ ଗୋଟେ ଶବ୍ଦ ହେଉଛି ସିନ୍ଦୁକ। ସିନ୍ଦୁକର ଅର୍ଥ କାଠ ବା ଲୁହା ତିଆରି ବଡ଼ ବାକ୍ସ। ସିନ୍ଦୁକ ଶବ୍ଦକୁ ଯଦି ବ୍ୟବହାର କରି ଆମେ ଗୋଟେ ବାକ୍ୟ ତିଆରି କରିବା, ତେବେ ବାକ୍ୟଟି ଏପରି ହେଇପାରେ, ଆମ ଘରେ କାଠ ସିନ୍ଦୁକଟିଏ ଅଛି। ପିଲାମାନେ, ଆମେ ତ ଜାଣିଲେ ନିର୍ଜନ ରାତିରେ ଚୋରମାନେ କେମିତି ସିନ୍ଦୁକ ଚୋରାଇ ଆଣି ତାକୁ ଭାଗବଣ୍ଟା କରିବାରେ ଲାଗି ପଡ଼ିଥିଲେ। ଏବଂ ସେମାନେ କୋଉଠି ବସିଥିଲେ? ବୁଢ଼ୀ ବାରି ଦୁଆରେ ବସିଥିଲେ। ଭାଗବଣ୍ଟା ଚାଲିଛି। ଏହି ସମୟରେ ଜଣେ ଚୋରର ଆଖି ଏ ହାଣ୍ଡିଟି ଉପରେ ପଡ଼ିଲା। ସେ ବିଚାରିଲା, ୟା ଭିତରେ କଣ ଅଛି ଦେଖନ୍ତଇ। ୟା ବିଚାରି ସେ ହାଣ୍ଡିଟି ଖତଗଦାରୁ ଉଠେଇ ଆଣି ସବୁ ଚୋରଙ୍କ ମଝିରେ ଥୋଇଦେଲା। ପିଲାମାନେ, ନିର୍ଜନ ରାତି, ସମସ୍ତେ ଖାଇ ପିଇ ଶୋଇଥାନ୍ତି। ଚୋରମାନଙ୍କର ଭାଗବଣ୍ଟା ମଧ୍ୟ ଚାଲିଥାଏ। ଏହି ସମୟରେ କଣ ହେଲା ନା, ଜଣେ ଚୋରର ଆଖି ବୁଢ଼ୀ ରଖିଥିବା ତା ବାଡ଼ିଆଡ଼ ଖତକୁଡ଼ ଗଦାରେ ହାଣ୍ଡିଟି ଉପରେ ପଡ଼ିଲା। ତା ମନରେ ଉତ୍ସୁକତା ଆସିଲା ଯେ ସେ ହାଣ୍ଡି ଭିତରେ କଣ ଅଛି ଦେଖିବା ପାଇଁ। ସେଥିପାଇଁ ସେ କଣ କଲା ନା, ସେ ହାଣ୍ଡିଟି ଉଠେଇ ଆଣି ଖତଗଦାରୁ ସବୁ ଚୋରଙ୍କ ମଝିରେ ଥୋଇଦେଲା, ଯୋଉଠି ତାଙ୍କର ସିନ୍ଦୁକର ଭାଗବଣ୍ଟା ଚାଲିଥାଏ। ପିଲାମାନେ, ତାପରେ କଣ ହେଇଥିବ ଥରେ ଭାବିକି ଦେଖିଲ? ହଁ, ଦେଖିବା। ଯେମିତି ସେ ପଲମଟି କାଢ଼ି ଦେଇଛି, ଆଉ ଏ ଚୋର ପଞ୍ଝାକ ଯିବେ କୋଉ ଗାଁକୁ? ହେଲା ତ ସମସ୍ତଙ୍କ ଉପରେ ମାଡ଼, ତୁଚ୍ଛା ମାଡ଼, ଖାଲି ମାଡ଼, ଫେର ଗୋଗଛି ବାଡ଼ିଆ ମାଡ଼। ମାଡ଼ରେ ଗୋରୁ ଚରିଗଲେ। ଏ ଚୋର ଯାକ ଟଙ୍କା ଟଙ୍କାର ବାଣ୍ଟିବେ କଣ? ମାଡ଼ରେ କଲେଇ ବଲେଇ ହୋଇ କିଏ କୁଆଡ଼େ ଛାଟିପିଟି ହେଇ ପଳେଇ ଗଲେ। ବାଉଲ ବାଉଲ ହେଇ ପଳାଉଥାନ୍ତି। ତାଙ୍କ ପଛେ ପଛେ ମାଡ଼ ଯାକ ଗଡ଼େଇ ତୁଚ୍ଛା ଖବି ପକାଉଥାନ୍ତି। ମାଡ଼ରେ ଧୂଳା ଉଡ଼ି ଯାଉଥାଏ। ତ ପିଲାମାନେ, ତାପରେ କଣ ହେଲା ନା, ଯେମିତି ଚୋରର ଆଖି ହାଣ୍ଡିଟି ଉପରେ ପଡ଼ିଥିଲା, ସେ ତା ଭିତରେ କଣ ଅଛି ତା ମନରେ ଉତ୍ସୁକତା ଜାଗିଲା ଏବଂ ସେ ଆଣିକି ହାଣ୍ଡିଟି ଭାଗବାଟ ଯୋଉ ବିଚାର ଚାଲିଥିଲା ତା ମଝିରେ ସମସ୍ତ ଚୋର ସାମ୍ନାରେ ରଖିଦେଲା। ଭିତରେ କଣ ଅଛି ବୋଲି ଜାଣିବା ପାଇଁ ସେ କଣ କଲା, ହାଣ୍ଡିର
ଘୋଡ଼ଣୀଟି ଖୋଲିଦେଲା। ଆଉ ଘୋଡ଼ଣୀ ଖୋଲିବା ପରେ କ'ଣ ହେଇଥିବ ପିଲାମାନେ? ଥରେ ଭାବିଲ ଦେଖି। ଘୋଡ଼ଣୀ ଖୋଲିବା ପରେ ସମସ୍ତଙ୍କ ଉପରେ ପୁଣି ମାଡ଼ ବର୍ଷା ଆରମ୍ଭ ହେଇଗଲା। ତୁଚ୍ଛା ମାଡ଼, ଖାଲି ମାଡ଼, ଗଗୋଛି ବାଡ଼ିଆ ମାଡ଼। ଏମିତି ଭାବରେ ମାଡ଼ରେ ଗୋରୁ ଚରିଗଲେ। ଏ ଚୋର ଯାକ ସେ ସମୟରେ ଟଙ୍କା ଟକର ବାଣ୍ଟିବେ କ'ଣ? ମାଡ଼ରେ କଲେ ବଲେ ହୋଇ ପ୍ରାଣ ବିକଳରେ ଛାଟିପିଟି କିଏ କୁଆଡ଼େ ପଳେଇ ଗଲେ। ବୋଉଲ ବାପଲ ହେଇ ପଳାଉଥାନ୍ତି। ତାଙ୍କ ପଛେ ପଛେ ମାଡ଼ ଯାକ ମଧ୍ୟ ଗୁଡ଼େଇ ଖବି ପକାଉଥାନ୍ତି। ମାଡ଼ରେ ଧୂଳା ଉଡ଼ି ଯାଉଥାଏ। ପିଲାମାନେ, ଚୋରମାନଙ୍କ ଉପରେ ପ୍ରବଳ ମାଡ଼ ବର୍ଷୁଥାଏ। ଗୋଇଠା, ଚାପୁଡ଼ା, ବିଧା, ରାମ୍ପୁଡ଼ା, କାମୁଡ଼ା ସମସ୍ତ ପ୍ରକାରର ମାଡ଼ ତାଙ୍କ ଉପରେ ବୃଷ୍ଟି ହେଉଥାଏ। ଚୋରମାନେ କ'ଣ କରିବେ? ଚୋରମାନେ ପ୍ରାଣ ବିକଳରେ ମାଲ ବାପଲ ହୋଇ ଏପଟ ସେପଟ ହୋଇ ପଳାଉଥାନ୍ତି। ଆଉ ସେଇ ପଛେ ପଛେ କ'ଣ ହେଉଥାଏ? ମାଡ଼ ଯାକ ମଧ୍ୟ ତାଙ୍କ ପଛେ ପଛେ ଗୋଡ଼େଇ ଗୋଡ଼େଇ ଖବି ପକାଉଥାନ୍ତି। ପ୍ରବଳ ମାଡ଼ ବୃଷ୍ଟି ହେଉଥାଏ। ପିଲାମାନେ, ଏଠାରେ କିଛି ନୂତନ ଶବ୍ଦ ଅଛି। ଆସ ସେ ବିଷୟରେ ଜାଣିବା। ଗଗୋଛି ବାଡ଼ିଆ ମାଡ଼। ଏହାର ଅର୍ଥ ହେଲା ଅତ୍ୟଧିକ ଭାବେ ମାଡ଼। ଯଦି ୟାକୁ ଆମେ ବାକ୍ୟରେ ବ୍ୟବହାର କରିବା, ବାକ୍ୟଟି ଏହିପରି ହେଇପାରେ। ରାମୁ ଘରେ ପାଠ ପଢ଼ୁନଥିବାରୁ ତା ବାପା ତାକୁ ଗଗୋଛି ବାଡ଼ିଆ ମାଡ଼ ଦେଲେ। ଅର୍ଥାତ୍ ରାମୁ ଘରେ ପାଠ ପଢ଼ୁନଥିବାରୁ ତା ବାପା ତାକୁ ଅତ୍ୟଧିକ ଭାବେ ମାଡ଼ ଦେଲେ। ତ ପିଲାମାନେ, ଏବେ ପର୍ଯ୍ୟନ୍ତ ଆମେ ଜାଣିଲେ କେମିତି ମାଡ଼ ଯାକ ଚୋର ଗୁଡ଼ାକୁ ଖବି ପକାଉଥାନ୍ତି ଏବଂ ଚୋରମାନେ ପ୍ରାଣ ବିକଳରେ ଏପଟ ସେପଟ ହୋଇ ପଳେଇ ଯାଉଥାନ୍ତି। ତାପରେ କ'ଣ ହେଲା ଆସ ଜାଣିବା। ଯେଉଁ ଚୋର ଗୋଟା କେତେ ପୂର୍ବ ଆଡ଼କୁ ପଳେଇଲେ, ତାଙ୍କୁ ଚାପୁଡ଼ା ଯାକ ଗୋଡ଼େଇ ଗୋଡ଼େଇ ଗଲେ। ଯେ ପଶ୍ଚିମକୁ ପଳେଇଲେ, ତାଙ୍କ ସାଙ୍ଗରେ ବିଧା ଯାକ ଗୋଡ଼େଇ ଗୋଡ଼େଇ ଗଲେ। ଯେ ଉତ୍ତରକୁ ଗଲେ, ତାଙ୍କୁ ଗଇଁଠା ଯାକ, ଯେ ଦକ୍ଷିଣକୁ ଗଲେ, ତାଙ୍କ ସଙ୍ଗରେ ମୁଖୀ ଯାକ ଗଲେ। ଏମିତି ଏମିତି ବୁଢ଼ୀ ବାରିଆଡ଼ୁ ଘଡ଼ିକରେ ମାଡ଼ ଆଉ ଚୋର ଯାକ ଗଲେ। ପିଲାମାନେ, ହାଣ୍ଡିରୁ ଘୋଡ଼ଣୀ ଖୋଲିଲା ପରେ ଚୋରମାନଙ୍କ ଉପରେ ପ୍ରବଳ ମାଡ଼ ବୃଷ୍ଟି ଚାଲିଥାଏ। ବିଧା, ଗଇଁଠା, ଚାପୁଡ଼ା, ରାମ୍ପୁଡ଼ା, କାମୁଡ଼ା ସମସ୍ତ ପ୍ରକାରର ମାଡ଼ ତାଙ୍କ ଉପରେ ବର୍ଷୁଥାଏ। ଆଉ ଚୋରମାନେ ପ୍ରାଣ ବିକଳରେ ଏଣେ ତେଣେ ପଳେଇବାକୁ ବାଧ୍ୟ ହେଉଥାନ୍ତି। ଚୋରମାନେ କ'ଣ କରିବେ କିଛି ବୁଝିପାରିଲେ ନାହିଁ। ସିଏ କ'ଣ କଲେ? ସିନ୍ଦୁକ ଛାଡ଼ି ଟଙ୍କା ତାଙ୍କର ବାଟିବେ କ'ଣ? ମାଡ଼ ଭୟରେ ସେମାନେ ସିନ୍ଦୁକକୁ ଛାଡ଼ି ଯିଏ ଯୁଆଡ଼େ ପାରିଲେ ପଳେଇବା ପାଇଁ ଚାହିଁଲେ। ତାଙ୍କ ପଛରେ ମାଡ଼ ଗୁଡ଼ା ମଧ୍ୟ ତାଙ୍କୁ ଅନୁଧାବନ କରି ଗଲେ। କ'ଣ ହେଲା? ଯେଉଁ ଚୋର କିଛି ପୂର୍ବ ଦିଗ ଆଡ଼କୁ ପଳେଇଲେ, ତାଙ୍କୁ ଚାପୁଡ଼ା ଯାକ ଗୋଡ଼େଇ ଗୋଡ଼େଇ ଗଲେ। ଯେଉଁ ଚୋର କିଛି ପଶ୍ଚିମ ଦିଗକୁ ଗଲେ, ତାଙ୍କ ସାଙ୍ଗରେ ବିଧା ଯାକ ଗୋଡ଼େଇ ଗୋଡ଼େଇ ଗଲେ। ଯେଉଁ ଚୋର କିଛି ଉତ୍ତରକୁ ଗଲେ, ତାଙ୍କୁ ଗଇଁଠା ଯାକ ଗୋଡ଼େଇଲେ। ଏବଂ ଯେଉଁ ଚୋର କିଛି ଦକ୍ଷିଣକୁ ଗଲେ, ତାଙ୍କ ସଙ୍ଗରେ ମୁଖୀ ଯାକ ଗଲେ। ଏମିତି ଭାବରେ ମାଡ଼ ସେମାନଙ୍କୁ ଗୋଡ଼େଇ ଚାଲିଥାଏ। ଚୋରମାନେ ଛତ୍ରଭଙ୍ଗ ଦେଲା ପରି ସେ ସିନ୍ଦୁକ, ସେ ହାଣ୍ଡିକୁ ଛାଡ଼ି ଯିଏ ଯୁଆଡ଼େ ପାରିଲେ ଗଲେ ଏବଂ ତାଙ୍କ ସାଙ୍ଗରେ ମାଡ଼ ମଧ୍ୟ ଗଲେ। ଦିଗ ଅନୁସାରେ ସେମାନଙ୍କ ପଛରେ ଗୋଟେ ଗୋଟେ ମାଡ଼ ତାଙ୍କ ପଛେ ପଛେ ଚାଲିଲେ। ଏମିତି ଭାବେ ଘଡ଼ିକରେ ମାଡ଼ ଆଉ ଚୋର ଯାକ ଗଲେ। ପିଲାମାନେ, ଏଠାରେ କିଛି ଶବ୍ଦ ଅଛି। ଆସ ତା ବିଷୟରେ ଜାଣିବା। ପୂର୍ବ। ପୂର୍ବ ପୂର୍ବ କହିଲେ ପୂର୍ବ ଦିଗକୁ ବୁଝାଏ। ଅର୍ଥାତ୍ ଆମେ ପଢ଼ିଦେଲେ ପୂର୍ବ ଦିଗ କିଛି ଚୋର ପୂର୍ବ ଦିଗକୁ ପଳେଇଲେ। ତେଣୁ ପୂର୍ବ ଦିଗକୁ ଯେଉଁ ଚୋରମାନେ ଯାଇଥିଲେ, ତାଙ୍କୁ ଚାପୁଡ଼ା ଯାକ ଗୋଡ଼େଇଥିଲେ। ସେହିପରି ଆଉ ଗୋଟେ ଶବ୍ଦ ପଶ୍ଚିମ। ପଶ୍ଚିମକୁ କହିଲେ ପଶ୍ଚିମ ଦିଗକୁ ବୁଝାଏ। ଯେଉଁ ଚୋର କିଛି ପଶ୍ଚିମ ଦିଗକୁ ଗଲେ, ତାଙ୍କ ପଛରେ ବିଧା ଯାକ ଗୋଡ଼େଇ ଗୋଡ଼େଇ ଯାଇଥିଲେ। ଆଜି ଆମେ କ'ଣ ପଢ଼ିଲେ ସମସ୍ତେ ତ ବୁଝିପାରିଲ। ଆଜି ଆମେ କ'ଣ ପଢ଼ିଲେ ମୁଁ ଯଦି ଆଉ ଥରେ ଆଲୋଚନା କରିଦେବି, ତମାନେ ଆଉ ଥରେ ଭଲ କିନା ବୁଝିପାରିବ। ପିଲାମାନେ, କ'ଣ ହେଲା?
ସବୁଦିନ ପରି ବୁଢୀ ହାଣ୍ଡିଟି ନେଇ ଖତ ଗଦାରେ ରଖିଲା ପରେ କେମିତି ସିଏ ଘରକୁ ଯାଇ ଶୋଇପଡ଼ିଛି ଏବଂ ଶୋଇପଡ଼ିବା ପରେ କିଛି ଚୋର ନିର୍ଜନ ରାତି କିଛି ଚୋର ସେଦିନ କୋଉ ଗାଁରୁ ଗୋଟେ ସିନ୍ଦୁକ ଚୋରେଇ ଆଣି ଭାଗବାଣ୍ଟ କରିବା ପାଇଁ ବୁଢୀର ବାଡ଼ି ଦୁଆରେ ବସିଲେ। ଏବଂ ଏହି ସମୟରେ କଣ ହେଲା, ଗୋଟେ ଚୋରର ଆଖି ସେ ହାଣ୍ଡିଟି ଉପରେ ପଡ଼ିଲା। ହାଣ୍ଡିଟି ଉପରେ ପଡ଼ିବା ପରେ ସେ କଣ କଲା ନା, ସେ ହାଣ୍ଡି ଭିତରେ କଣ ଅଛି ତାହା ଦେଖିବା ପାଇଁ ସେ ହାଣ୍ଡିଟିକୁ ଉଠେଇ ଆଣି ସବୁ ଚୋରଙ୍କ ମଝିରେ ରଖିଦେଲା। ତାପରେ କଣ ହେଲା ନା, ଯେମିତି ସିଏ ହାଣ୍ଡି ଭିତରେ କଣ ଅଛି ଜାଣିବା ପାଇଁ ସେ ହାଣ୍ଡିର ଘୋଡ଼ଣୀଟି ଖୋଲି ଦେଇଛି, ତାଙ୍କ ଉପରେ ପ୍ରବଳ ମାଡ଼ ବସିଲା। ଚାପୁଡ଼ା, କଇଁଠା, ବିଧା ଏଇଭଳି ଭାବରେ ବିଭିନ୍ନ ପ୍ରକାର ମାଡ଼ ତାଙ୍କ ଉପରେ ବସୁଥାଏ। ଆଉ ଚୋରମାନେ ଜୀବନ ବିକଳରେ ଏପଟ ସେପଟ ହେଇ ଧାଉଥାନ୍ତି। ମାଲ ବାପଲ କହି ଛତ୍ରଭଙ୍ଗ ଦେଲା ଭଳି ସେମାନେ ସେ ସିନ୍ଦୁକକୁ ଛାଡ଼ି ସବୁଆଡ଼େ ଦୌଡୁଥାନ୍ତି ଏବଂ ତାଙ୍କ ପଛରେ ମଧ୍ୟ ମାଡ଼ ଯାକ ଗୋଡ଼େଇ ଗୋଡ଼େଇ ଯାଉଥାନ୍ତି। ଏହିପରି ଭାବେ ଯେଉଁ ଚୋର କିଛି ପୂର୍ବ ଦିଗ ଆଡ଼କୁ ଗଲେ ତାଙ୍କୁ ଚାପୁଡ଼ା ଯାକ ଗୋଡ଼େଇ ଗୋଡ଼େଇ ଗଲେ, ଯେଉଁ ଚୋର କିଛି ପଶ୍ଚିମକୁ ଗଲେ ତାଙ୍କ ପଛରେ ବିଧା ଯାକ ଗୋଡ଼େଇ ଗୋଡ଼େଇ ଗଲେ, ଯେଉଁ ଚୋର କିଛି ଉତ୍ତରକୁ ଗଲେ ତାଙ୍କ ପଛରେ ଗୋଇଠା ଯାକ ଗୋଡ଼େଇ ଗୋଡ଼େଇ ଗଲେ, ଯେଉଁ ଚୋର କିଛି ଦକ୍ଷିଣକୁ ଗଲେ ତାଙ୍କ ସାଙ୍ଗରେ ମୁଖୀ ଯାକ ଗଲେ। ଏମିତି ଭାବେ ବୁଢୀ ବାରିଆଡୁ ଘଡ଼ିକ ମଧ୍ୟରେ ମାଡ଼ ଆଉ ଚୋର ଯାକ ଗଲେ। ପିଲାମାନେ ଆଜି ଆମେ ଭାଗ 8 ତ ପଢିଲୁ। କିଛି ନୂତନ ଶବ୍ଦର ପିଲାମାନେ କହିଲ ଦେଖି, ଚୋରମାନେ କାହିଁକି ଆସିଥିଲେ? କ ଖାଇବା ପାଇଁ, ଖ ଶୋଇବା ପାଇଁ, ଗ ଚୋରା ସିନ୍ଦୁକ ବାଣ୍ଟିବା ପାଇଁ, ଘ ଖେଳିବା ପାଇଁ। ସଠିକ ଉତ୍ତରଟି ହେଉଛି ଗ ଚୋରା ସିନ୍ଦୁକ ବାଣ୍ଟିବା ପାଇଁ। ଚୋରମାନେ କୋଉ ଗାଁରୁ ଗୋଟେ ସିନ୍ଦୁକ ଚୋରେଇ ଆଣିଥିଲେ ଏବଂ ତାଙ୍କୁ ବାଟିବା ପାଇଁ ସେମାନେ ଆସିଥିଲେ। ପିଲାମାନେ ସେହିପରି ତମମାନଙ୍କ ପାଇଁ ଆଉ ଗୋଟିଏ ପ୍ରଶ୍ନ, ଜଣେ ଚୋର କାହା ଉପରେ ଆଖି ପକାଇଲା? କ ସିନ୍ଦୁକ ଉପରେ, ଖ ବୁଢୀ ଉପରେ, ଘ ହାଣ୍ଡି ଉପରେ, ଘ ଦୁଆର। ହଁ, ସଠିକ ଉତ୍ତର ହେଉଛି ଗ ହାଣ୍ଡି ଉପରେ। ଜଣେ ଚୋରର ଆଖି ସେ ହାଣ୍ଡି ଉପରେ ପଡ଼ିଲା। ପିଲାମାନେ ସେହିପରି ତମମାନଙ୍କ ପାଇଁ ଆଉ ଗୋଟିଏ ପ୍ରଶ୍ନ, ଚୋରମାନେ କେଉଁଠି ବସିଥିଲେ? କ ଘର ଭିତରେ, ଖ ଜଙ୍ଗଲରେ, ଗ ନଦୀ ପାଖରେ, ଘ ବୁଢୀ ବାରି ଦୁଆରେ। ସଠିକ ଉତ୍ତରଟି ହେଉଛି ଘ ବୁଢୀ ବାରି ଦୁଆରେ। ସେହିପରି ପିଲାମାନେ ତମ ପାଇଁ ଆଉ ଗୋଟିଏ ପ୍ରଶ୍ନ, ଜଣେ ଚୋର କାହିଁକି ହାଣ୍ଡିଟିକୁ ଆଣିଲା? କ ଖାଇବା ପାଇଁ, ଖ ଘର ଭିତରେ କଣ ଅଛି ଦେଖିବା ପାଇଁ, ଗ ବିକ୍ରି କରିବାକୁ, ଘ ଲୁଚାଇବାକୁ। ହଁ, ସଠିକ ଉତ୍ତର ହେଉଛି ଖ ଭିତରେ କଣ ଅଛି ଦେଖିବାକୁ। ପିଲାମାନେ ତମମାନଙ୍କ ପାଇଁ ଆଉ ଗୋଟିଏ ପ୍ରଶ୍ନ, ଚୋରମାନେ କେଉଁ ଦିଗକୁ ପଳାଇଥିଲେ? କ କେବଳ ଗୋଟିଏ ଦିଗକୁ, ଖ ଦୁଇଟି ଦିଗକୁ, ଗ ଚାରୋଟି ଦିଗକୁ, ଘ କେଉଁଟି ନୁହେଁ। ହଁ, ସଠିକ ଉତ୍ତରଟି ହେଉଛି ଗ ଚାରୋଟି ଦିଗକୁ। ପିଲାମାନେ ଆମେ ଆଜି ପଢିଲେ, ତମ ପାଇଁ କିଛି ପ୍ରଶ୍ନ ଥିଲା, ସେ ବିଷୟରେ ମଧ୍ୟ ଆମେ ଆଲୋଚନା କଲେ। ଏବେ ତମମାନଙ୍କ ପାଇଁ କିଛି କାମ ଅଛି, କିଛି ପ୍ରଶ୍ନ ଅଛି, ତମେ ତାହା ଘରୁ କରିକି ଆସିବ। ପିଲାମାନେ ତମ ପାଇଁ ସେହିପରି ଗୋଟେ ପ୍ରଶ୍ନ, ଚୋରମାନେ କିପରି ଭୟଭୀତ ହୋଇ ବିଭିନ୍ନ ଦିଗକୁ ପଳେଇଗଲେ, ଏହାକୁ ବିସ୍ତାରରେ ଲେଖ। ଆମେ ତ କିଛି ସମୟ ପୂର୍ବରୁ ଆଲୋଚନା କରିଥିଲେ ଚୋରମାନେ କିପରି ମାଡ଼ ଖାଇ ବିଭିନ୍ନ ଦିଗକୁ ଗଲେ, ସେ ବିଷୟରେ ବିସ୍ତାରରେ ଲେଖିକି ଆଣିବ। ପିଲାମାନେ ସେହିପରି ଆଉ ଗୋଟିଏ ତମ ପାଇଁ ପ୍ରଶ୍ନ, ମାଡ଼ରେ ଧୂଳା ଉଡ଼ି ଯାଉଥାଏ, ଏହି ବାକ୍ୟକୁ ଆଧାର କରି ଘଟଣାର ଭୟାବହତା ବିବରଣା କର। ପିଲାମାନଙ୍କ ଉପରେ କେମିତି ମାଡ଼ ବସୁଥାଏ, ପିଲାମାନେ ଚୋରମାନଙ୍କ ଉପରେ କିପରି ମାଡ଼ ବସୁଥାଏ ତାହା ତ ଆମେ ପାଠରେ ଆଲୋଚନା କଲୁ ଏବଂ କିପରି ଚୋରମାନଙ୍କ ଉପରେ ପ୍ରବଳ ମାଡ଼ ବସ୍ତି ହେଉଥାଏ ତାହାକୁ ଆଧାର କରି ଘଟଣାର ଭୟାବହତା ବିଷୟରେ ବିବରଣା ଆଲୋଚନା କରିବୁ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।